କକରୋଚ୍ ଜନତା ପାର୍ଟି ଉପରେ ଏହା ହେଉଛି ଆମର ଏକ ଛୋଟିଆ ଝଲକ। ଦେଖନ୍ତୁ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କର ଗୋଟିଏ ଖରାପ ମନ୍ତବ୍ୟରୁ ଜନ୍ମ ନେଇଥିବା ଏକ ଇଣ୍ଟରନେଟ୍ ବ୍ୟଙ୍ଗ କିପରି ସୋସିଆଲ ମିଡିଆରେ ବିଜେପିକୁ ପଛରେ ପକାଇ ବେକାରୀ ଯୁବକମାନଙ୍କର ସବୁଠୁ ବଡ଼ ସ୍ୱର ପାଲଟିଛି, ସେ ବିଷୟରେ ଆମେ ଆଜି ଜାଣିବା। ପ୍ରଥମରେ, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କିଛି ବେକାର ଯୁବକଙ୍କୁ ତାଚ୍ଛଲ୍ୟ କରି ଅସରପା ବା କକରୋଚ୍ ବୋଲି କହିଥିଲେ, ଆଉ ଏହାର ଜବାବରେ ଅଭିଜିତ ଦୀପକେ ନାମକ ଜଣେ ଯୁବକ କକରୋଚ୍ ଜନତା ପାର୍ଟି ବା ସିଜେପି ଆରମ୍ଭ କରିଦେଲେ। ଆଶ୍ଚର୍ଯ୍ୟର କଥା କ'ଣ ଜାଣିଛନ୍ତି? ମାତ୍ର 5 ଦିନ ଭିତରେ ଇନଷ୍ଟାଗ୍ରାମରେ ଏହାର ଫଲୋଅର 1 କୋଟି ଟପିଗଲା, ଯାହା ପ୍ରମାଣ କରୁଛି ଯେ ଗୋଟିଏ ଅପମାନ ବି ଇଣ୍ଟରନେଟ୍ର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହୋଇପାରେ। ଦ୍ୱିତୀୟରେ, ଯଦିଓ ଏହା ଏକ ମଜାରୁ ଆରମ୍ଭ ହୋଇଥିଲା, ଏମାନଙ୍କର ଦାବିଗୁଡ଼ିକ କିନ୍ତୁ ଏକଦମ ଗମ୍ଭୀର। ସେମାନେ ଦାବି କରୁଛନ୍ତି ଯେ ଅବସରପ୍ରାପ୍ତ ବିଚାରପତିଙ୍କୁ ରାଜ୍ୟସଭା ସିଟ୍ ନ ମିଳୁ, କ୍ୟାବିନେଟ୍ରେ ମହିଳାଙ୍କ ପାଇଁ 50% ସଂରକ୍ଷଣ ରହୁ, ଏପରିକି ନିର୍ଦ୍ଦୋଷ ଭୋଟରଙ୍କ ନାମ କାଟିଲେ ନିର୍ବାଚନ କମିଶନରଙ୍କ ଉପରେ UAPA ଭଳି କଡ଼ା ଆଇନ ଲାଗୁ ହେଉ। ଭାବନ୍ତୁ ତା, ଏହି ମିମ୍ ପଲିଟିକ୍ସ ଆମ ପ୍ରତିଷ୍ଠିତ ବ୍ୟବସ୍ଥା ପାଇଁ କେତେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ତୃତୀୟରେ, ଏହି ଦାବିଗୁଡ଼ିକ ପ୍ରକୃତରେ ଦେଶରେ ଥିବା 29%ରୁ ଅଧିକ ସ୍ନାତକ ବେକାରୀ ସମସ୍ୟା ଏବଂ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ଯୁବବର୍ଗଙ୍କ ଭିତରେ ଥିବା ପ୍ରବଳ ରାଗକୁ ଦର୍ଶାଉଛି। ଏହି ରାଗ ଏତେ ବ୍ୟାପକ ଯେ TMCର ମହୁଆ ମୈତ୍ରାଙ୍କ ଭଳି ବଡ଼ ବଡ଼ ନେତାମାନେ ମଧ୍ୟ ଅନଲାଇନ୍ରେ ଏହି ଆନ୍ଦୋଳନକୁ ନିଜର ସମର୍ଥନ ଦେଇସାରିଲେଣି। ତେଣୁ ଏକଥା ସ୍ପଷ୍ଟ ଯେ ଆଜିର ଡିଜିଟାଲ ଯୁଗରେ ପାରମ୍ପରିକ ରାଲି ଅପେକ୍ଷା ଯୁବବର୍ଗଙ୍କର ଅସନ୍ତୋଷ ଏବଂ ଇଣ୍ଟରନେଟ୍ ବ୍ୟଙ୍ଗ ହିଁ ରାଜନୈତିକ ପରିବର୍ତ୍ତନ ଆଣିବାର ସବୁଠୁ ତୀବ୍ର ମାଧ୍ୟମ ପାଲଟିଛି।